राम जय श्री शिवानंद राजा राम जय सत्य सनातन कल्कि राम जय श्री शिवानंद राजा राम जय सत्य सनातन कल्कि राम जय श्री शिवानंद राजा राम जय सत्य सनातन कल्कि राम जय श्री शिवानंद राजा राम जय सत्य सनातन कल्कि राम जय श्री शिवानंद राजा राम जय सत्य सनातन कल्कि राम। बहड़ागुड़ा आश्रम बलिया अच्छी ये हूँ झारखंड बेंगल ओडिशा ये तीनोटी जगार गोटे मिलित स्थान ये गोटे आश्रम गढ़ी उठी एवं आउ गोटे आश्रम बांगड़ा चूड़ारे गढ़ी उठी से उपरबेला जीवी ये आश्रमर सम्मुखरे गोटे छोट पहाड़ यही छोट पहाड़ उपरे अछंती अनंतेश्वर शिव बा महादेव ठीक तलकू रही माँ माने ग्राम्य देवी तांको पार्वती रूप में पूजन करा जाए सेई शिव पार्वती पादरे प्रणाम जणई वैकुंठंकर रचनावली गोटे पद गाउछि निपट धम नाही ज्ञान ध्यान लागे ये भव कु भय लोड़ा नाही मान मर्यादा सम अन्ते दियन्तु भय निपट धम नाही ज्ञान ध्यान लागे ये भव भय लोड़ा मर्यादा सम्मान अन्ते दियन्तु प्रभु वैकुंठ कहते हे प्रभु हे जगन्नाथ मोर किछि लोड़ा नहीं मु गोटे ज्ञानी हेबी किबा मानी हेबी धनी हेबी ये सब कथा मोर किछि आवश्यक नहीं केवल कि मोर केवल दरकार मु जेतबले अंतकाल मोर जेतबले अंतकाल आसीबो सेतबले अंततः आपण टिके अभय मते प्रदान करिवे अर्थात दर्शन टिके देवे प्रकृतर सज्जन आज आमर हाथ गोड़ चली नाक पाटी चली आमे आज जोठिकी चाहूँ सेठिकी चली जाऊँ जहाँ इच्छा आमे ताहा करि पारुछु दिने एमिति गोटे समय आसीबो यही जीवन पाई हाथ चलिब नाही गोड़ चलिब नाही नाकरे निश्वास जीव नाही सेतेबेले आमे कौन करिबा सेते बेलकू जदि गुरु कृपा थिबो विभु कृपा थिबो ताहाले निश्चित भावरे आमे तांकर दर्शन पाइबा सेतिकी होउची मनुष्य जीवनर मुक्ति शांति सबु किछि ये कथा को लोक खोजती नहीं तेणु आमे खोजिबा दरकार ये होउची बड़ कथा ये गोटे छोटिया कथा नुहे मनुष्य जीवनर सार्थकता जहाँ को भागवत कहते मनुष्य जन्म रहे
ଯଦି ଗୋବିନ୍ଦେ करे भाव ମନୁଷ୍ୟ जन्म ଲାଭ जदि गोविन्दे करे भाव ଭଲ ମଣିଷଟିଏ ହବା ଇଏ ହେଉଛି ପ୍ରଭୁଙ୍କର ଆମ ପ୍ରତି ଇଚ୍ଛା। ଆମେ ପ୍ରଭୁଙ୍କ ଇଚ୍ଛାକୁ ଅବଜ୍ଞା କରି ମନ ଇଚ୍ଛା ଯାହା କରୁଛେ ତାହା ହେଉଛି ଗୋଟେ ବିରାଟ ଅପରାଧର କାରଣ। ମଧୁ ଲେଖିଲେ ପାପୀ ତାରିବାକୁ ପତିତ पावन नाम ପତିତ ପାବ ପତାକା ନୀଳା चले उड़ा ପାପୀ ତାରିବା ପତିତ ପାବନ ନାମ ପାପୀ ତାରି पावन पताका नीला चले उड़ा ପତିତ ପାବନ ଏଇ ଯୋଉ ପତାକାର ନାଁ ଦିଆଯାଇଛି ପତିତ ପାବନ ବାନା। ପତିତ ମାନେ ଯିଏ ପରମାତ୍ମାଙ୍କ ଭାବରୁ ଅତୀତ, ସେଇଭଳିଆ ପତିତମାନଙ୍କୁ ଯିଏ ଉଦ୍ଧାର କରନ୍ତି। ପାବନ କହିଲେ ପବିତ୍ର, ସେଇ ପବିତ୍ର ପତାକା ଜଗନ୍ନାଥଙ୍କର ମନ୍ଦିର ଚୂଡ଼ାରେ ଉଡ଼େ। ତାକୁ ଆମେ କହୁ ପତିତ ପାବନ ବାନା। ନୀଳଚକ୍ର ପତିତ ପାବନ ବାନା। ଅରୁଣ ସ୍ତମ୍ଭ ପାରି ହେଇ 22 ପାବଚ୍ଛ ନିକଟରେ ପହଞ୍ଚିବା ପୂର୍ବରୁ ପତିତ ପାବନଙ୍କର ସୁନ୍ଦର ମୂର୍ତ୍ତି ପୂଜିତ ହୁଅନ୍ତି। ଯିଏ ଜଗନ୍ନାଥଙ୍କ ଦର୍ଶନକୁ ଯାଇ ନପାରେ ସିଏ ଅରୁଣସ୍ତମ୍ଭ ନିକଟରେ ରହି ବା ସିଂହଦ୍ୱାର ନିକଟରେ ରହି ପତିତ ପାବନ ମୂର୍ତ୍ତିଙ୍କୁ ଦର୍ଶନ କରିବା ଯାହା ମାନେ ଯଥେଷ୍ଟ। ତାର ଅର୍ଥ ନୁହେଁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବ ନାହିଁ, କିନ୍ତୁ ମୋଟାମୋଟି କଥା ଯିଏ ନ ଯାଇପାରିବ ସେଇ ପତିତ ପାବନଙ୍କୁ ଦର୍ଶନ କରିବ। ପତିତ ପାବନ ବାଲା। ପତିତ କହିଲେ ଆମର ବର୍ତ୍ତମାନ ଯେମିତି ଭାଷା କୁହାଯାଉଛି ଶିଡ୍ୟୁଲ କାଷ୍ଟ, ସିଏ ବ୍ୟାକୱାର୍ଡ଼, ଅଦର ବ୍ୟାକୱାର୍ଡ଼, OBC, ଏଇସବୁ ଶବ୍ଦ ବର୍ତ୍ତମାନ ବ୍ୟବହାର ହେଉଛି। କିନ୍ତୁ ପ୍ରକୃତରେ ଗୋଟିଏ କଥା ହେଉଛି ସେ ବ୍ରାହ୍ମଣ ହୁଅନ୍ତୁ, କ୍ଷତ୍ରିୟ ହୁଅନ୍ତୁ, ବୈଶ୍ୟ ହୁଅନ୍ତୁ, ଶୂଦ୍ର ହୁଅନ୍ତୁ, ଆଦିବାସୀ ହୁଅନ୍ତୁ, ହରିଜନ ହୁଅନ୍ତୁ, ଗୋଟିଏ ଶବ୍ଦରେ ସମ୍ବୋଧନ କରାଯାଇପାରେ ଯିଏ ପରମାତ୍ମାଙ୍କ ପ୍ରତି ଅତୀତ, ଅର୍ଥାତ ପରମାତ୍ମାଙ୍କର ଚିନ୍ତନ କରନ୍ତି ନାହିଁ। ଆଉ ଗୋଟେ ଅର୍ଥ ହେଉଛି ପରମ, ଯିଏ ଭଲ କାମ କରନ୍ତି ନାହିଁ, ଭଲ କ'ଣ ଜାଣନ୍ତି ନାହିଁ। ପରମ, ଏଇ ପରମରୁ ଯିଏ ଅତୀତ ସିଏ ହେଉଛନ୍ତି ପତିତ। ଯିଏ ପରମାତ୍ମାକୁ ଚିନ୍ତନ କରନ୍ତି ନାହିଁ ଇଏ ଗୋଟେ, ଆଉ ଗୋଟେ ହେଲା ଯିଏ ପରମ କଲେ ଶ୍ରେଷ୍ଠ, ଯିଏ ଭଲ କାର୍ଯ୍ୟ ଜୀବନରେ କେବେ କରନ୍ତି ନାହିଁ, ଭଲ ଖାଦ୍ୟ ଖାଆନ୍ତି ନାହିଁ, ଭଲ ସ୍ଥାନକୁ ଯାଆନ୍ତି ନାହିଁ, ଭଲ ବ୍ୟବହାର କରନ୍ତି ନାହିଁ, ସେଇମାନେ ହେଉଛନ୍ତି ପତିତ। ସେଇମାନଙ୍କୁ ଉଦ୍ଧାର କରନ୍ତି ପ୍ରଭୁ ଜଗନ୍ନାଥ ବା ପତିତ ପାବନ ବାଲା। ଅଭିନ୍ନ ସୁନ୍ଦର କହିଲେ ପ୍ରଭୁଙ୍କର ଆଜ୍ଞା ପ୍ରମାଣେ ଅଭିରାମ ଲେଖ, ଆଜ୍ଞା ଦେଲେ ମଙ୍ଗଳ ତାଙ୍କ ସନ୍ତାନ। ପ୍ରଭୁଙ୍କର ଆଜ୍ଞା ପ୍ରମାଣ ଅଭିରାମ ଲେଖ, ଯାହା ଆଜ୍ଞା ଦେଲେ ମଙ୍ଗଳ ତାଙ୍କ ସନ୍ତାନ। ତେଣୁ ଭଗବାନଙ୍କର
ବା ଗୁରୁଙ୍କର ଯେଉଁ ଆଜ୍ଞା ବା ଯେଉଁ ଆଦେଶ, ମନେ କରାଯାଉ ଗୁରୁ ତମକୁ କହିବେ ତୁମେ ଆଜି ଖାଇବ ନାହିଁ, ତମେ ଭାବିବ ମୁଁ ଖାଇବିନି, ମୋ ପେଟ ମାନେ ଜଳିବ, ମୁଁ କ'ଣ କରିବି? କିନ୍ତୁ ମୋଟାମୋଟି କଥା, ଗୁରୁଙ୍କର ଆଜ୍ଞାକୁ ଯେଉଁମାନେ ଅଚିରେ ପାଳନ କରନ୍ତି, ନିର୍ବିଚାରରେ ବିଚାରବିହୀନ ଭାବରେ ପାଳନ କରନ୍ତି, ସେଇମାନେ ହିଁ ଗୁରୁ କୃପା ଲାଭ କରନ୍ତି। ଠାକୁର ନିଗମାନନ୍ଦ ଯେତେବେଳେ ନାମାଚାର୍ଯ୍ୟ ବାୟା ବାବା ବଂଶୀଧର ପରିଡ଼ା ନାମରେ ନାମିତ ଥିଲେ, ସେ ସ୍ୱର୍ଗଦ୍ୱାର, ପୁରୀ ସ୍ୱର୍ଗଦ୍ୱାର ପାଖ ନିଗମାନନ୍ଦଙ୍କର ପବିତ୍ର ଆଶ୍ରମକୁ ଯାଇଥିଲେ ଦୀକ୍ଷା ନେବା ପାଇଁ। ନିଗମାନନ୍ଦ ତାଙ୍କୁ ଆଦେଶ କରିଥିଲେ, ତୁମେ କାଠ ହାଣିପାରିବ? ସିଏ କାଠ ହାଣିବା ଆରମ୍ଭ କଲେ, ହଁ କହିଲେ, କାଠ ହାଣିଲେ। କାଠ ଏମିତି ହାଣିଲେ ତାଙ୍କ ହାତରୁ ରକ୍ତ ବୋହିଗଲାଣି, ଦିନଯାକ କିଛି ଖାଇନାହାନ୍ତି। ଗୁରୁଙ୍କର ଆଜ୍ଞାକୁ ପାଳନ କରି ରାତ୍ରି ପର୍ଯ୍ୟନ୍ତ ସେ କାଠ ହାଣୁଛନ୍ତି। ରାତ୍ରିର ଶୟନ ପୂର୍ବରୁ ଠାକୁରଙ୍କର ନିଗମାନନ୍ଦଙ୍କର ବିଶ୍ରାମ ପୂର୍ବରୁ କେହି ଜଣେ ସେବକ ଯାଇ କହିଲେ, ଠାକୁର ଯେ ଏଇଭଳି ଜଣେ ବ୍ୟକ୍ତି ଆସିଥିଲେ, ବଂଶୀଧର ପରିଡ଼ା ବୋଲି ନାମ ତାଙ୍କର, ଆପଣଙ୍କର ଆଦେଶ ଥିଲା କାଠ ହାଣିବା ପାଇଁ, ସେ କାଠ ହାଣୁଛନ୍ତି, ଏପର୍ଯ୍ୟନ୍ତ ପ୍ରସାଦ ପାଇନାହାନ୍ତି। ଠାକୁର ନିଗମାନନ୍ଦ ତାଙ୍କୁ ଡାକିଲେ, ପଚାରିଲେ, ତୁମେ କାଠ ହାଣୁଛ? ନା। ହାତ ରକ୍ତାକ୍ତ ହେଇଗଲାଣି? ନା, ଆପଣଙ୍କର ଆଦେଶ ଥିଲା କାଠ ହାଣିବା ପାଇଁ, ମୁଁ ହାଣୁଛି। ପ୍ରସାଦ ପାଇନା? ନା, ଆପଣଙ୍କର ଆଦେଶ ନଥିଲା। ସେଇଠି ଠାକୁର ନିଗମାନନ୍ଦ ଏତେ ଖୁସି ହେଇଯାଇଥିଲେ, ତାଙ୍କୁ ପ୍ରସାଦ ପାଇବା ପାଇଁ ଆଦେଶ କରିଥିଲେ ଏବଂ ଗୋଟିଏ କଥା କହିଥିଲେ, ତୁମେ ଭଲ ସଦ୍ଗୁରୁ ହବ, କିନ୍ତୁ ମୁଁ ତୁମର ଗୁରୁ ନୁହେଁ, ତୁମ ଗୁରୁ ତୁମକୁ ନିକଟରେ ନିଶ୍ଚିତ ମିଳିବେ। ତେଣୁ ମନ୍ତ୍ରମୂଳମ୍ ଗୁରୁର୍ବାକ୍ୟମ୍ ପୂଜାମୂଳମ୍ ଗୁରୁର୍ପାଦମ୍ ଧ୍ୟାନମୂଳମ୍ ଗୁରୁର୍ମୂର୍ତ୍ତି ମୋକ୍ଷମୂଳମ୍ ମନ୍ତ୍ରମୂଳମ୍ ଗୁରୁର୍ବାକ୍ୟମ୍ ପୂଜାମୂଳମ୍ ଗୁରୁର୍ପାଦମ୍ ଧ୍ୟାନମୂଳମ୍ ଗୁରୁର୍ମୂର୍ତ୍ତି ମୋକ୍ଷମୂଳମ୍ ଗୁରୁଙ୍କର କୃପା ହିଁ ଜୀବନର ଶ୍ରେଷ୍ଠ ପ୍ରାପ୍ତି। ଆମମାନଙ୍କ ଜୀବନରେ ସେଇ ସାଧନା ନିତ୍ୟାନ୍ତ ଜରୁରୀ। ଇଏ ଗୋଟିଏ କଥା ଗଲା। ନାମାଚାର୍ଯ୍ୟ ବାୟା ବାବାଙ୍କୁ ଜଣେ ପ୍ରଶ୍ନ ପଚାରିଲେ, ଆଜ୍ଞା, କର୍ମ ମୁଁ କରୁଛି କିନ୍ତୁ ଫଳ ସେମିତି ପଡ଼ୁନି। ଇଏ ଲୋକମାନଙ୍କର, ବହୁତ ଲୋକଙ୍କର ଏମିତି ଗୋଟେ କଥା ଥାଏ। ଆଉ ଆମେ ବହୁତ କାମ କରୁଛୁ କିନ୍ତୁ ଫଳ ପଡ଼ୁନି। ତେଣୁ ବାବା ଗୋଟିଏ ଛୋଟ ଗପ କହିଲେ, ନାନା ଉପାଏ ପଥ ହେରି ମୋତେ ନ ପାରେ ବଶ କରି, ନାନା ଉପାୟ ପଥ ହେ ମୋତେ ନ ପାରେ ବଶ। ବାବା କହିଲେ, ପଇସା କ'ଣ ସବୁ ଏମିତି ମିଳେ?
ତମେ ଯଦି ଟଙ୍କା ପଇସା ପଛରେ ଦୌଡ଼ିବ ସିଏ ଆହୁରି ଜୋରରେ ଦୌଡ଼ିବ। ତମେ ଯେତିକି ଜୋରରେ ଦୌଡ଼ିବ ସିଏ ଆହୁରି ଜୋରରେ ଦୌଡ଼ିବ। ତୁମେ ଧୀରେ ଧୀରେ ଚାଲିଲେ ହବ ନା ଆଉ ତମେ ଦୌଡ଼ିବ କେମିତି ହବ? ଗୋଟିଏ ଛୋଟ ଉଦାହରଣ ଦେଲେ, 3 ଜଣ ଅଳସୁଆ ରାସ୍ତାରେ ଯାଉଛନ୍ତି ଚାଲିଛନ୍ତି। ବାଟରେ ଗୋଟିଏ ଜାମୁ ଗଛ ପଡ଼ିଲା। ଜାମୁ ଗଛରେ ଜାମୁ ଭର୍ତ୍ତି ହେଇକିରି ରହିଛି। ଜାମୁକୋଳି ଗୁଡ଼ିକ ତଳେ ପଡ଼ୁଥାଏ, ତାକୁ ବିଲୁଆ ମାନେ ଖାଉଥାନ୍ତି। ଏହାକୁ ଦେଖି ଇଏ 3ଟି ଅଳସୁଆ ମଧ୍ୟରୁ ଗୋଟିଏ ଅଳସୁଆ ଜାମୁକୋଳି ଗଛ ପାଖରେ ବସିକିରି କହିଲା, ହେ ବିଶ୍ୱନାଥ, ମାନେ ଭଗବାନଙ୍କୁ କହିଲା, ହେ ବିଶ୍ୱନାଥ, ମୁଁ କୋଳି ଖାଇବି, ମୋ ପାଇଁ ଗୋଟିଏ କୋଳି ପକାଅ। ଆପଣମାନେ ଜାଣିଛନ୍ତି ଆମେ ଅନେକ ସମୟରେ ଭକ୍ତିକୁ ପ୍ରାଧାନ୍ୟ ଦେଇ କର୍ମକୁ ଭୁଲି ଯାଉ। ଭକ୍ତି ପ୍ରକୃତରେ ପ୍ରଧାନ, କିନ୍ତୁ ତାର ଅର୍ଥ ନୁହେଁ କର୍ମକୁ ପାଶୋରି କର୍ମକୁ ଭୁଲି ଆମେ ଭକ୍ତି କରିବା। ଭଗବାନ ସେମିତି କୋଉ ଜାଗାରେ କହିନାହାନ୍ତି ତୁମେ ଭକ୍ତି କର। ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଗୋଟିଏ ପଦରେ ଲେଖିଛନ୍ତି, ଅକର୍ମାଦାନୀତି ବୋଲା କର୍ମେ ନାହିଁ ମୋ ମତି, ଅକର୍ମାଦାନୀତି ବୋଲା କର୍ମେ ନାହିଁ। ଯିଏ କର୍ମ କରିପାରିବ ନାହିଁ, ଗୋଡ଼ ହାତ ଯାହାର ଚଳିବ ନାହିଁ, ତାକୁ ସିନା ଭଗବାନ ଖାଇବାକୁ ଦେବେ। ତମର ସବୁ ଚଳୁଛି, ତମକୁ କାହିଁକି ସେ ଦେବେ? ତେଣୁ ଆଳସ୍ୟରେ ଅଳସୁଆ ମାନେ ହେଉଛନ୍ତି ପ୍ରକୃତରେ ଅଲକ୍ଷଣା ମଣିଷ। ଆମେ ଆଳସ୍ୟରେ କିଛି କରିବୁନି। ଖଟ ଉପରେ ଶୋଇକିରି ଭାବିବୁ ଆମକୁ ଠାକୁର ଖାଇବାକୁ ଦିଅ। ତେଣୁ ମୁଁ ଠାକୁରଙ୍କୁ ଭକ୍ତି ଏତେ କଲି, ଏତେ ଡାକିଲି, ମୋତେ ତ ଠାକୁର ଖାଇବାକୁ ଦେଲେନି। ତାହେଲେ ଏଗୁଡ଼ାକ ଯାହା ଲେଖା ହେଇଛି ଅକର୍ମାଦାନୀତି ବୋଲା, ଏହା ସବୁ ମିଛ କଥା। ତେଣୁ ଆମମାନଙ୍କର ସ୍ୱଭାବ ଏଇଆ। ଗୋଟିଏ ଅଳସୁଆ ଜାମୁକୋଳି ଗଛ ତଳେ ବସି କହିଲା, ହେ ବିଶ୍ୱନାଥ, ମୋତେ ଗୋଟିଏ କୋଳି ଦିଅ। ଗଛକୁ ଟିକେ ଚଢ଼ି ଯାଇଥିଲେ, ଡାଳୁକୁ ଟିକେ ହଲେଇ ଦେଇଥିଲେ, କୋଳି ପଡ଼ି ଯାଇଥାନ୍ତା। ସେ କଥା ସେ କଲାନି। ଭକ୍ତିକୁ ପ୍ରାଧାନ୍ୟ ଦେଇ ଜାମୁକୋଳି ଗଛକୁ ଏମିତି ଉପରକୁ ମୁହଁ ଟିକେ ଅନେଇ ଅନେଇ ଚୁପଚାପ ରହିଲା। ଦ୍ୱିତୀୟ ଅଳସୁଆଟି କହିଲା, ଏ ଭାଇ, ତୁ ତ ତୋ ପାଇଁ ଭଗବାନଙ୍କୁ ଡାକିଲୁ, ହେ ବିଶ୍ୱନାଥ, ଟିକେ ମୋ ପାଇଁ ଡାକିଦେ। ସିଏ ଆହୁରି ଅଳସୁଆ, ସିଏ କହୁଛି ମୋ ପାଇଁ ଟିକେ ଡାକିଦେ। ସିଏ ଧରୁ କହିଲା, ହେ ବିଶ୍ୱନାଥ, ଆଉ ମୋ ପାଇଁ ଗୋଟିଏ କୋଳି ଦିଅ, ମୋ ସାଙ୍ଗ ପାଇଁ ଆଉ ଗୋଟିଏ କୋଳି ଦିଅ। ଦି ଜଣ ଯାକ ନିରାଶ ହେଲେ। ସିଏ ଗଛକୁ ଅନେଇକିରି ବସିଥାନ୍ତି, ବିଲୁଆ ମାନେ ତଳେ ପଡ଼ିଥିବା କୋଳିକି ଖାଉଥାନ୍ତି, ବସିଥାନ୍ତି। ତୃତୀୟ ଅଳସୁଆଟି ସିଏ ତାର ଚୁପଚାପ ବସିଥାଏ। କାହିଁକି ନା ତାକୁ ଭଗବାନଙ୍କୁ ଡାକିବା ମଧ୍ୟ ତା ପାଇଁ କଷ୍ଟ। ହେ ଭଗବାନ, ମୋତେ କୋଳି ଦିଅ କି ମୋ ପାଇଁ କିଏ ଡାକ, କିଛି ନାହିଁ। ଶେଷରେ 3ଟି ଅଳସୁଆ କୋଳି ନ ଖାଇକିରି
ଯେହେତୁ କର୍ମ କୁଢ଼ି, ଯେହେତୁ କର୍ମ ଭୀରୁ, ଯେଉଁମାନେ କର୍ମକୁ ପ୍ରାଧାନ୍ୟ ଜୀବନରେ ଦେଇନାହାନ୍ତି ସେମାନେ ଏଇଭଳି ଭାବରେ ନିରାଶ ହୁଅନ୍ତି। ତେଣୁ କର୍ମ କରିବ ନାନମତେ କରିବ କର୍ମର ଆୟୋରେ। କର୍ମ କରିବ ନାନମତେ କରିବ କର୍ମର ଆୟୋରେ। ବାବା ଏଇ କଥାକୁ ନେଇ କହିଲେ ଆମେ ସବୁ ଅଳସୁଆ, କଷ୍ଟ କର। ବାବା କହିଲେ କଷ୍ଟ କର, କଷ୍ଟ କଲେ ଧନ ମିଳେ। ପୁରୁଷାର୍ଥ ଓ ପରିଶ୍ରମ ଦ୍ୱାରା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରାଯାଏ। ଅଭାବଗ୍ରସ୍ତ ଦିନହୀନ ଅବସ୍ଥାରୁ ଉନ୍ନତି କରି ଅତ୍ୟନ୍ତ ସମୃଦ୍ଧ ଅବସ୍ଥାରେ ପହଞ୍ଚିଥିବା ଲୋକଙ୍କ ସଂଖ୍ୟା ଇଏ ପୃଥିବୀରେ କମ୍ ନୁହେଁ। ଯେଉଁମାନେ କଷ୍ଟ କରିଛନ୍ତି, ତ୍ୟାଗ କରିଛନ୍ତି, ପରିଶ୍ରମ କରିଛନ୍ତି, ପୁରୁଷାର୍ଥକୁ ବଜାୟ ରଖିଛନ୍ତି, ସେମାନେ ଜୀବନରେ ଶାଗ ଭାତ ଖାଇବେ ହିଁ ଖାଇବେ। ତାକୁ ଶାଗ ଭାତ ନିଶ୍ଚୟ ମିଳିବ। ଯେଉଁମାନେ ଅଳସୁଆ, କର୍ମଭୀରୁ, ଏମିତି ଆପଣମାନେ ଦେଖିବେ ଏମିତି ବୁଲି ବୁଲି କିଛି ଲୋକ ଅଛନ୍ତି, ଦାଢ଼ି ବାଳ ରଖିଛନ୍ତି, ସବୁ କରିଛନ୍ତି। ଗୋଟିଏ ଜାଗାରେ ବସିଲେ, କିଛି ଗଛ ସୃଷ୍ଟି କଲେ, ଟୁଙ୍ଗିଟିଏ କଲେ, ଲୋକ ସମ୍ପର୍କ ରଖିଲେ, ଆନନ୍ଦରେ ସେ ଚଳିପାରନ୍ତେ। ତାଙ୍କୁ ସେ ସବୁ କଥା ଗନ୍ଧାଏ, ସେ କଥାରେ ସେ ମୁଣ୍ଡ ପୁରାନ୍ତି ନାହିଁ। ସେ ବୁଲି ବୁଲି ଭିକ ମାଗି ଖାଇବା, ଇଏ କହୁଥିବ ମାନେ ଠସିଲି ଉପହାସ କରୁଥିବ, ତଥାପି ତାକୁ ବେଖାତିର କରି ଯେଉଁମାନେ ଜୀବନରେ ଏହିସବୁ ଭୁଲ କରନ୍ତି ସେଇମାନେ ଜୀବନରେ ବହୁତ କଷ୍ଟ ପାଆନ୍ତି। ତେଣୁ ଆମ ଆଧ୍ୟାତ୍ମିକ ଗୁରୁ ରାଜ୍ୟର ଯେଉଁ ସାଧୁ ସନ୍ତମାନେ ମଠବାଡ଼ି କରି ଟୁଙ୍ଗି କରି ଅଛନ୍ତି ସେମାନେ ବରଂ ବହୁତ ଭଲରେ ଅଛନ୍ତି। ଆଉ ଯେଉଁମାନେ କାନ୍ଧରେ ଗୋଟେ ବେଗ ପକାଇ ଏମିତି ବୁଲୁଛନ୍ତି ଆଜି ଏଠି କାଲି ସେଠି, ପ୍ରକୃତରେ ସେମାନେ ବହୁତ କଷ୍ଟରେ ଅଛନ୍ତି। ଯେତେବେଳେ ଗୋଡ଼ ହାତ ଚଳିବ ନାହିଁ, କେହି ତମ ପାଖକୁ ଆସିବେ ନାହିଁ, ତୁମକୁ ଟିକେ ଔଷଧ ଟିକେ ବି ମିଳିବ ନାହିଁ। ସେ କେବଳ ସାଧୁସନ୍ଥ ନୁହନ୍ତି, ପ୍ରତ୍ୟେକ ମଣିଷମାନଙ୍କୁ, ପରିବାରର ପ୍ରତ୍ୟେକ ପିଲାମାନଙ୍କୁ ଗୋଟିଏ ନିବେଦନ, ଯଦି ବାଡ଼ି ବଗିଚା ଅଛି ଗଛଟିଏ ଲଗାଅ, ଶାଗ ଟିକେ ବୁଣ କି ଭେଣ୍ଡି ଗଛଟିଏ ଲଗାଅ, ବାଇଗଣ ଗଛଟିଏ ଲଗାଅ। କେତେ ଆନନ୍ଦରେ ପଖାଳ କଂସା ପାଖରେ ବସି ବାଇଗଣଟିଏ ଚକଟି ଖାଇବ, କେତେ ଖୁସି ଲାଗିବ। ଏବଂ ଯେଉଁମାନଙ୍କର ଏସବୁ ନାହିଁ, କୋଠା ଘର ଅଛି, କୋଠା ଘର ଛାତ ଉପରେ ମଧ୍ୟ ତୁମେ ସୁନ୍ଦର ଛୋଟ ଛୋଟ କୁଣ୍ଡରେ ସୁନ୍ଦର ବନାନୀ ବା କରିପାରିବ। ଫୁଲ ଗଛ, ଫଳ ଗଛ, ପରିବା ଗଛ ଲଗେଇ ପାରିବ। କିଛି କର। ଆଉ ଯଦି ତାହା ନ କରୁଛ, ଗୋଟେ ଜୀବନରେ ବେକାର ହେଇ ବସିକିରି କେବଳ ଟିଭି ଦେଖିବା, ଫୋନରେ ଗପିବା, ଏହିସବୁ କଥାକୁ କମେଇ ଅନ୍ତତଃ ଚେଷ୍ଟା କର କିଛି ନା କିଛି କରିବା ପାଇଁ। କାମକୁ ଛୋଟ ବୋଲି ମନେ କର ନା। ପେଟ ପୋଷ ନାହିଁ ଦୋଷ। ବାପ ମାଙ୍କୁ ସାହାଯ୍ୟ କର। ଘରେ ଯଦି ଲୁଗାପଟା ଏଇଟାକୁ କାଚୁନା, ସେଠୁ ଅନେକ ପଇସା ରହିଯିବ। ତେଣୁ ସଜ୍ଜନ ବଳିଆ ଜଣେ କର୍ମବାଦୀ ହିସାବରେ ମୁଁ କର୍ମକୁ ବିଶ୍ୱାସ କରେ। ଆପଣ ମାନେ ଭାବିବେ ବଳିଆ କ'ଣ କର୍ମ କରୁଛି? ହଁ, ମୁଁ ଏଇ କାମ କରୁଛି।
ମୁଁ କର୍ମୀ ତିଆରି କରୁଛି ବା କର୍ମ କରିବା ପାଇଁ ଆହ୍ୱାନ ଦେଉଛି। ଏଇଟା ହେଉଛି ମୋର କର୍ମ। ତେଣୁ ଇଏ କର୍ମ ଜୀବନର ଶେଷ ପର୍ଯ୍ୟନ୍ତ ଆମେ କରି ଚାଲିବା। ତେଣୁ ଇଏ ହେଉଛି କର୍ମ ହେଉଛନ୍ତି ଦେବତା। ଦେବତା ଶବ୍ଦର ଅର୍ଥ ହେଉଛନ୍ତି ଦାତା। ଯିଏ ଦିଅନ୍ତି ସେ ହେଉଛନ୍ତି ଦେବତା। କର୍ମ ଆମକୁ ଫଳ ଦେବ, ତେଣୁ ସେ ଦେବତା। ସେଇ କର୍ମ ଦେବତାଙ୍କ ପାଦରେ ଇଏ ମୂର୍ଖ ବଳିଆର ଶତକୋଟି ପ୍ରଣାମ। ଜୀବନଟା ଏମିତି କର୍ମମୟ ହଉ, ପରଜନ୍ମ ମୋର କର୍ମମୟ ହଉ। ଏଇ ଭାରତ ବର୍ଷରେ ଜନ୍ମ ହୁଏ, ଏଇ ବିଶ୍ୱ ପ୍ରେମ ମୋ ଭିତରେ ଥାଉ, ଏଇ ଓଡ଼ିଶା ମାଟିର କାଳିଆ ବଳିଆଙ୍କର ପାଦ ତଳେ ଚିନ୍ତନ କରୁ କରୁ ଏ ଜୀବନ ଦୀପ ଲିଭିଯାଉ। ଦେଖା ଥରେ ଶଙ୍ଖ ଚକ୍ର ଗଦା ପଦ୍ମ ହସ୍ତେ ତୁ